ଶ୍ରେଣୀ ଷଷ୍ଠ ବିଷୟ ଇତିହାସ ପ୍ରସଙ୍ଗ ସମାଧି ସ୍ଥାନ। ଇନାମ ଗାଁରେ କିଛି ସମାଧିର ସନ୍ଧାନ ମିଳିଛି। ଅଧିକାଂଶ ସମାଧିରେ ପୁରୁଷମାନଙ୍କ ଅସ୍ଥି ମିଳିଛି। ମୃତ ଶରୀର ମସ୍ତକକୁ ଉତ୍ତର ଦିଗ ଆଡ଼କୁ ରଖାଯାଇଥିଲା। ଘର ମଧ୍ୟରେ ମଧ୍ୟ ସମାଧି ଦିଆଯାଉଥିଲା। ଖାଦ୍ୟ ଓ ପାଣି ଥିବା ପାତ୍ରକୁ ମୃତ ଶରୀର ସହିତ ରଖାଯାଉଥିଲା। ଲୋକମାନେ ମାତୃ ଉପାସନା କରୁଥିବାର ବିଶ୍ୱାସ କରାଯାଏ। ଲୋକମାନେ ଗହମ, ଯଅ, ମସୁର, ମଟର, ମକା, ବାଜରା, ଧାନ, ଶିମ୍ବ ଆଦି ଶସ୍ୟ ଉତ୍ପାଦନ କରୁଥିବାର ପ୍ରମାଣ ମିଳିଛି। ଗୋରୁ, ମଇଁଷି, ଛେଳି, ମେଣ୍ଢା, କୁକୁର, ଘୋଡ଼ା, ଗଧ, ଘୁଷୁରୀ, ହରିଣ, ଗୁଣ୍ଡୁଚିମୂଷା ପ୍ରଭୃତି ପ୍ରାଣୀଙ୍କର ଅସ୍ଥି ମଧ୍ୟ ସେଠାରୁ ମିଳିଛି। କୁମ୍ଭୀର, କଇଁଛ, କଙ୍କଡ଼ା ଓ ମାଛ ଆଦିର ଅସ୍ଥିର ସନ୍ଧାନ ମିଳିଛି। ମାଛ, ମାଂସ, ଗାଈ କ୍ଷୀର, ଜାମୁ, ଖଜୁରୀ ଏବଂ ବିଭିନ୍ନ ପ୍ରକାରର କୋଳି ମଧ୍ୟ ସେମାନେ ଖାଉଥିଲେ। ଇନାମ ଗାଁରେ କୃଷିର ଯଥେଷ୍ଟ ଉନ୍ନତି ହୋଇଥିଲା। ପ୍ରାୟ 900 ବର୍ଷ ପର୍ଯ୍ୟନ୍ତ ବିକାଶ ଘଟିବା ପରେ ଏହି ସଭ୍ୟତାର ବିଲୟ ଆରମ୍ଭ ହୋଇଥିଲା। ଅଳ୍ପ ବର୍ଷା କିମ୍ବା ଜମିର ଉର୍ବରତା କମିବା ଯୋଗୁଁ କୃଷି ଉତ୍ପାଦନ କମି ଯାଉଥିବାର ଅନୁମାନ କରାଯାଉଛି। ଫଳରେ ଚାଷ କାର୍ଯ୍ୟ ଛାଡ଼ି ଲୋକମାନେ ପଶୁ ଶିକାର ଓ ଖାଦ୍ୟ ସଂଗ୍ରହ କରିବାରେ ଲାଗିଲେ। ଘରର ଆକାର ଖୁବ୍ ଛୋଟ ହୋଇଗଲା। ତେବେ ଆମେ ଜାଣିଲେ ଇନାମ ଗାଁରେ ସମାଧିର ସନ୍ଧାନ ମଧ୍ୟ ମିଳିଛି ଏବଂ ସେଠି ସମାଧି ଗୁଡ଼ିକରେ ଅଧିକାଂଶ ପ୍ରାୟ ପୁରୁଷମାନଙ୍କର ଅସ୍ଥି ମିଳିଛି। ଆଉ ସେ ମୃତ ଶରୀର ଗୁଡ଼ିକ ଯେଉଁଗୁଡ଼ାକ ସମାଧି ଦିଆହେଉଥିଲା, ସେଇ ସମାଧିରେ ମୃତ ଶରୀରର ମସ୍ତକ ବା ମୁଣ୍ଡକୁ ଉତ୍ତର ଦିଗ ଆଡ଼କୁ ରଖାଯାଇ ସମାଧି ଦିଆଯାଉଥିଲା ଏବଂ ସେ ଯେଉଁ ସମାଧି ଗୁଡ଼ିକ ଘର ମଧ୍ୟରେ ଦିଆଯାଉଥିଲା। ଘର ଭିତରେ ସେ ସମାଧି ଗୁଡ଼ିକ ଦିଆଯାଉଥିଲା। ଆଉ ଯେଉଁଠି ସମାଧି ଦିଆଯାଉଥିଲା ବା ସମାଧି ମୃତ ଶରୀର ରଖାଯାଉଥିଲା, ସେଠି ଖାଦ୍ୟ ଓ ପାଣି ଥିବାର ପାତ୍ରକୁ ମଧ୍ୟ ରଖାଯାଉଥିଲା। ଲୋକମାନେ ମାତୃ ଉପାସନା କରୁଥିଲେ ବା କରିବାର ବିଶ୍ୱାସ କରାଯାଏ। ଆଉ ଲୋକମାନେ ସେଠିକାର ଲୋକମାନେ କ'ଣ କରୁଥିଲେ, କ'ଣ ଚାଷ କରିକି ସେମାନେ ଜୀବନ ବା ଜୀବିକା ନିର୍ବାହ କରୁଥିଲେ? ଗହମ, ଯଅ, ମୁଗ, ମସୁର, ମଟର, ମକା, ବାଜରା, ଧାନ, ଶିମ୍ବ ଆଦି ଶସ୍ୟକୁ ଉତ୍ପାଦନ କରି ସେମାନେ ତାଙ୍କର ଜୀବିକା ନିର୍ବାହ କରିବାର ପ୍ରମାଣ ମିଳିଛି। ଏବଂ ପଶୁ ରୂପରେ ସେମାନେ ଗୋରୁ, ମଇଁଷି ଏସବୁ ପାଳନ କରିଥିଲେ। ପଶୁ ହିସାବରେ କ'ଣ ଗୋରୁ, ମଇଁଷି, ଛେଳି, ମେଣ୍ଢା, କୁକୁର, ଆଉ ଘୋଡ଼ା, ଘୁଷୁରୀ, ହରିଣ, ଗୁଣ୍ଡୁଚିମୂଷା ଏହି ପ୍ରାଣୀ ଗୁଡ଼ିକର ଅସ୍ଥି ମଧ୍ୟ ସେଠାରୁ ମିଳିଛି। ଆଉ କ'ଣ? ଆଉ କୁମ୍ଭୀର, କଇଁଛ, କଙ୍କଡ଼ା ଆଉ ମାଛ ଏମାନଙ୍କର ଅସ୍ଥି ବା ହାଡ଼ ମଧ୍ୟ ମିଳିଛି। ଆଉ ସେମାନେ ଖାଦ୍ୟରେ ରୂପରେ କ'ଣ ଖାଉଥିଲେ? ମାଛ ଖାଉଥିଲେ, ମାଂସ ଖାଉଥିଲେ, କ୍ଷୀର ବା ଗାଈ କ୍ଷୀର, ଆଉ ଜାମୁ, ଖଜୁରୀ କୋଳି ଏମିତି ବିଭିନ୍ନ ପ୍ରକାର କୋଳି ମଧ୍ୟ ସେମାନେ ଖାଉଥିଲେ। ଆଉ ଇନାମ ଗାଁରେ କୃଷିର ଯଥେଷ୍ଟ ଉନ୍ନତି ହୋଇଥିଲା ବୋଲି ମଧ୍ୟ ପ୍ରମାଣ ମିଳିଛି। ଏସବୁକୁ ଦୃଷ୍ଟିରେ ରଖିକି ବା ଦେଖିକି ଜଣାଯାଉଛି ଯେ ଇନାମ ଗାଁରେ କୃଷିର ଯଥେଷ୍ଟ ଉନ୍ନତି ହୋଇଥିଲା। ଗୃହପାଠ ଲେଖିବା।